ଯାଉ ବହୁତ ଦିନ ପରେ ଆମେ ଦେଖା ହେଲୁ ଆମର ସାବିତ୍ରୀ। ହଁ, ଅତି ଘନିଷ୍ଠ ସାବିତ୍ରୀ। ଯେତେବେଳେ ମୁଁ ସାବିତ୍ରୀ ଯାଇକି କରୁଥିଲି ସେତେବେଳେ ୟାର କୌଣସି କାରଣବଶତଃ ଇଏ ଛାଡ଼ି ଦେଇଥିଲା, କିନ୍ତୁ ସେତେବେଳେ ଭାରି ମନ ଦୁଃଖ କଲା ଯେ ସାର୍ ଆପଣ ଯାଇକି କଲେ, ଆପଣ ଯାଇକି ସିରିଏଲ କଲେ, ଦେଖିଲା ବେଳକୁ ମୁଁ ନାହିଁ। ନଡ଼ିଆଟା ଆପଣ ବାଡ଼ୁଛନ୍ତି ନା ଜୀବନ ସବୁବେଳେ ସତ କହିବା ତମ ମନକୁ ଦିଟାକ ପଳେଇବ ତମେ। ଇଏ ଦି ଜଣ ଯାଇକି ଆଇଲେ ମୋ ସାଙ୍ଗରେ ୟାର ମୋର ଗୋଟେ ଫଟୋ ଉଠେଇଲେ, ତାପରେ ଦି ଜଣ ଯାଇକି ପଳେଇ ଯାଉଛନ୍ତି। ଦେଖୁନ କେତେ ଫଟୋ ଉଠେଇଛନ୍ତି। ମାନେ ଭାଉଜକୁ ଦେଖେଇବେ ଯେ ଗଣେଶ ଭାଇ ଏଇଟା ଶୁଣଟା ସେଇ ଫଟୋଟାକୁ ମୁଁ ନେଇକି ଆମ ଘରେ ଲଗେଇବି। ଶୁଣୁ, ତୋର ଫିଙ୍ଗର ପ୍ରିଣ୍ଟ ଅଛି ନା ନାଇଁ? ମାନେ ହାତର ଚିହ୍ନଟା ଆମ ଘରେ ଅଛି, ତୋର ଅଛି ନା ନାଇଁ? ଗଲେ ଏଥର ଲଗେଇ ଦେଇ ପଳେଇ ସମସ୍ତଙ୍କର ହାତ ଚିହ୍ନ ଅଛି। ଯାହାର ଗୋଟେ ଫଟୋଟା ରଖିଦେବି ଆଉ ଯାଉ ଭଲ ଲାଗିଲା। ବହୁତ ଦିନ ପରେ ଆସିଲା ଆଉ ବାହାଘରକୁ ଯିବ ବୋଲି ସେ ତାଠୁ ପଇସା ପାଇଲା। ହଁ ସେଥିପାଇଁ ଦେଖେ ଖାଲି କହିଲା ମୁଁ ଜୁଲାଇ ଆପଣ ଯଦି ବାହା କଲେ 2 ମାସ ଠିକ ଡେଟ୍ ତୁ ମେ 7ରେ ଏନଗେଜମେଣ୍ଟ ତ ସଇଲା। ମୁଁ ମେ 5ରେ ବାହା ହେଇଯିବି।